ଯାତ୍ରା ପାର୍ଟିରେ ରାମ ରାଗିଣୀ କଲେ ସମସ୍ତେ ଜାଣିଛନ୍ତି ରାମ ରାଗିଣୀ। ମୁଁ ତ କହିପାରିବିନି ଭଲ ଡ୍ୟାନ୍ସର ବୋଲିକିରି, ସମସ୍ତେ ଜାଣିଛନ୍ତି। ଯେତିକି ଆମେ କର୍ତ୍ତବ୍ୟ ଅନୁଯାୟୀ ଆମେ ନାଚୁଥିଲୁ, ଲୋକ ଦର୍ଶକ ଭଲ ପାଉଥିଲେ। ଅନ୍ଧ ପରିକା ମୋ ସ୍ତ୍ରୀ କି ଭଲ ପାଉଥିଲି, କୋଉଥିରେ ସନ୍ଦେହ କରୁନଥିଲି। ତା ଭିତରେ ଗୋଟିଏ ହାତରେ ତ ତାଳି ବାଜେନି ନା, ଦିଟା ହାତରେ ତାଳି ବାଜେ। ମୋ ସ୍ତ୍ରୀର ଭୁଲ ହେଇଛି, ତାର ବି ଭୁଲ ହେଇଛି। ସେ ଗୋଟେ ଛୋଟ ଛୁଆଟା, ସେ ଚିନ୍ତା କରିବା ଦରକାର ଯେ ଆର ଗୋଟେ ସଂସାର ଅଛି, ଆର ଗୋଟେ ଛୁଆ ଅଛି, ମୁଁ ୟାକୁ କେମିତି ନେଇକି ପଳେଇବି। ଭଲ ପାଇବା ହୁଏ। ମୋ ସ୍ତ୍ରୀ ସେ ଦିଦି ଦିଦି ଡାକେ, ଭଉଣୀ ଡାକେ। ଭଉଣୀ ଡାକିକିରି ମାଇପ କରିବା କେତେ ଦୂର ଠିକ, ଏ ସମାଜ ପାଇଁ ସେ ଗୋଟେ କଳଙ୍କ ସୃଷ୍ଟି କରିଦେଲେ, ଭଉଣୀ ଡାକି ମାଇପ କରିବା। ତାପରେ ବି ମତେ ଧମକ ଆସିଲା, ସେ ଟୋକା ଧମକ ଦେଲା। ଏବେ ଗୋଟେ ବାଇଡି ଦେଇଥିଲି, ସେ ବାଇଡି ଦେଖିକି ମତେ ଧମକ ଦେଲା ଯେ ତୁ କିଛି କରିପାରିବୁନି, ଆମେ ଯୁଆଡେ ଅଛୁ ତୁ କିଛି କରିପାରିବୁ, ଥାନା ଯା, କୋର୍ଟ ଯା, ଯୋଉଠି ଯାଉଛୁ ଯା, ତୁ କିଛି ଆମର କରିପାରିବୁନି। ଆଉ ମୁଁ ତୋ ସ୍ତ୍ରୀ କି ଆଣିଛି ମାନେ ମୁଁ ସାରା ଜୀବନ ରଖିବି। ଠିକ ଅଛି, ସାରା ଜୀବନ ରଖିବୁ, ମୁଁ ସେଥିରେ ଖୁସି। କିନ୍ତୁ ମୋ ଛୁଆଟା ହଇରାଣ ହେଇଗଲା, ମୁଁ ବଦନାମ ହେଇଗଲି। ତୁ ଖୁସିରେ ରଖିବୁ ବୋଲି କଣ ଗ୍ୟାରେଣ୍ଟି ଅଛି ଯେ ମୋ ସ୍ତ୍ରୀ ତୋ ପାଖରେ ରହିବ ବୋଲି କଣ ଗ୍ୟାରେଣ୍ଟି ଅଛି? ଯେ 12 ବର୍ଷ ମତେ ବାହା ହେଇ ମୋର ଛୁଆ 7 ବର୍ଷର ମତେ ଛାଡି ଯଦି ତୋ ପାଖକୁ ପଳେଇଲା, ତୋ ପାଖରେ ରହିବ ବୋଲି କଣ ଗ୍ୟାରେଣ୍ଟି? ଆଉ ମତେ ତୁ ଧମକ ଦଉଛୁ। ତା ପଛରେ ଗୋଟେ ଝିଅ ଯଦି ସୋସିଆଲ ମିଡିଆରେ ଆସିବ ନା, ବହୁତ ପବ୍ଲିକ ତା ପାଇଁ ବାହାରିବେ। ଗୋଟେ ପୁଅ ଯଦି ସୋସିଆଲ ମିଡିଆକୁ ଆସିବ, କେହି ବାହାରିବେନି। ଏଟା ଭାଡୁଆଟା, ଆଉ କଣ ଗୋଟେ କମତି ରହିଗଲା ବୋଲିକିରି ତାକୁ ତା ସ୍ତ୍ରୀ ଛାଡିକି ପଳେଇଲା। ବହୁତ ବ୍ୟାଡ କମେଣ୍ଟ ଆସିବ ମୋ ଉପରେ। ଯଦି ଝିଅ ଗୋଟେ ଛିଡା ହେଇ ଗୋଟେ ବାଇଡି ଦେଇଦବ, ଓ ତା ଉପରେ ବହୁତ ପ୍ରଶଂସା, ସମସ୍ତେ ଘେରିଯିବେ ତା ପଛରେ, ଟୋକାକୁ ଦୋଷ ଦେଇଦେବେ। କିନ୍ତୁ ଟୋକା ଜୀବନରେ ଯାହା ଘଟିଗଲା କେହି ବାହାରିବେନି। କିନ୍ତୁ ଟୋକା ଏକା ଲଢିବ, ତା ପଛରେ ଆଉ କେହି ନଥିବେ। ବେଳ ପଇଲେ ଟୋକା ଜୀବନ ଚାଲିଯିବ।